श्रीमद्भागवत पंचम स्कंद भक्त कवि जगन्नाथ दासଙ୍କ कृत्य श्रीमद्भागवत पंचम स्कंद प्रथम अध्याय। नारायणं नमस्कृत्यं नरश्चैव नरोत्तमं देवी सरस्वती व्यासं ततो जयमुदीरयेत्। मुक्ककरोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवं। निगमकल्पतरुर्गलितं फलं सुखमुखादमृतद्रवसंयुतः पिबत भागवत रसमालयं मुहुरहो रसिका भुवि भावुकः। परमपुरुष गोविंद ताहार चरणारविंद तहुँ गलाइ मकरंद ताहा जे पिबन्ति आनंद। ताहांग चरणे बंधई प्रथम स्कंदे गीत गाई। परीक्षित उवाच भोमुनि किंपा प्रियव्रत से आत्माराम भागवत गृहे रमिला तांक मन प्रारब्ध कर्मरे बंधन। निश्चय मुक्त मंग जेहु एमंत प्राणी मने केहु किंपा ए गृहे मन रहे भोमुनि फेडिला संशये। निश्चय तब लोकंकर उत्तम शोक जे बासार निवृत्ति चित्ते जेहु हई से किंपा व्यर्थ आचरई। एमते संशय बहुत जे प्राणी गृह मोते चित तामते विष्णु विषୟରେ होइला केमंते संसारे। श्री शुक उवाच निश्चय कहिब ता गुण धन्य जीवन गोराजन उत्तम श्लोक जे गोविंद ताहांग चरणारविंद। तहुँ अमिरे रस बहे ताहा प्राण नित्य पिए। भगत साधु सेहु जन परमहंस दिव्य ज्ञान ताहार विष्णु कथा बिने केबे हेयान नुहे मने। अन्य जे गुण कथा मन इच्छा न करन्ति जे सन जेणु ए नृप प्रियव्रत शुणरे होइला पूजित। मुनि परम भागवत नारद लोकरे विख्यात से मुनि चरण सेवारे सर्व कलुष गला दूरे। तक्षणे सत्य गुण बही ब्रह्म मंत्र रे दीक्षा पाई पितार आज्ञा पाळे करी आनंद अवनि पालने विचारी। उत्तम सत्व गुण तार प्रजा पालने नृपवर अखिल लोकंक जीवन अनादिनाथ नारायण ताहांग चरणारविंदे चित्ते निवेशी अप्रमादे। प्रवृत्ति संसार व्यवहार मनकु तहुँ कला दूर नीच लोकर पराभव सहिला अपना स्वभाव। एणु अनन्ते भगवान देवଙ୍କ आदि जेते कारण राजर मन गुण घेनी जन कुशले आत्मजोनि निगम निज गुणे थोई भुवनु आइले गोसाई। गगन तले चंद्र जेने विराजमान तारा गणे अपूर्व शोभाकु विस्तारी विजय प्रभु नरहरि
ନିର୍ଗମ ପୂଜା ଉପହାରେ ପୂଜିଲେ ତାହାଙ୍କୁ ବେଦରେ। ଯୁଥ ହୋଇ ସିଦ୍ଧ ଗନ୍ଧର୍ବେ ଗୀତ ଗାଇ ଚାରଣ ମୁନିଙ୍କ ସହିତେ ଗମନ କଲେ ସେ ସମସ୍ତେ। ଗନ୍ଧର୍ବମାନ ଗିରି ତଳେ ସଭା କରାଇ ବିଜେ କଲେ। ବୃଷବାହାରେ ପଞ୍ଚାନନ ହିରଣ୍ୟ ଗର୍ଭ ଜନାର୍ଦ୍ଦନ। ସେଠାରେ ଥାଇ ନାରଦ ବନ୍ଦିଲେ ପିତା ମହପାଦ। ତକ୍ଷଣେ ଉଠି ମୁନିବର ସାନନ୍ଦେ ଗୋଡ଼ିବେନି ଘର। ପିତା ମାତାଙ୍କୁ ସେ ବନ୍ଦିଲା ଚରଣେ ଶିର ଲଗାଇଲା। ପ୍ରିୟ ବ୍ରତର ପୂଜା ଘେନି କୋମଳ ବାକ୍ୟେ ପଦ୍ମଜନି। ବିସ୍ମୟ ଚାହିଁ ବେଦବର ରାଜାଙ୍କୁ କହନ୍ତି ଉତ୍ତର। ବ୍ରହ୍ମବାଚ ହେ ପ୍ରିୟ ବ୍ରତ କହୁ ତତେ କ୍ରୋଧ ନ କର ତୋର ଚିତେ। ଆତ୍ମେ ନାରଦ ଆଦି ଯେତେ ଯାହାର ଭାଗ୍ୟ ଚିନ୍ତେ ଚିତେ। ତପସ୍ୟା ବିଦ୍ୟା ଯୋଗକାରୀ ପଣ୍ଡିତ ପଣେ ଯେ ଆଚରି। ନୁହଁ ହି ଧର୍ମରେ ତପର କର୍ମ ନାଶନେ ଅଧିକାର। ଜନ୍ମ ମରଣେ କର୍ମ ବହି ଜୀବନ ଶରୀର ଯେ ଦେହି। ଶୋକ ମୋହକୁ ନିତ୍ୟ ପାଇ ପୁଣି ଯେ ଦୁଃଖକୁ ଭୁଞ୍ଜାଇ। ଯାହାର ବାକ୍ୟ ଶୁଣ ମାନ ହେ ଦୁସ୍ତର ଏ କର୍ମ। ଦ୍ୱପାଦ ଚତୁଃସ୍ପର୍ଶ ଯେତେ ସର୍ବେ ବନ୍ଧନ ମୋହ ଗତେ। ଦୁଃଖ ସୁଖ ଗୁଣ କର୍ମରେ ଏମାନେ ଜ୍ଞାନୀ ସଙ୍ଗତରେ। ଈଶ୍ୱର ସୃଷ୍ଟିର କରତା ସକଳେ ତାହାଙ୍କୁ ସେବନ୍ତା। ସେ ଯେ ଈଶ୍ୱର ବସଦେହି ଅନ୍ଧର ପ୍ରାୟ ଭ୍ରମ ଥାଇ। ଦେଖୁ ଦେଖୁ ସେ ବ୍ରହ୍ମ ଥାଇ ଏକଥା ପ୍ରାଣୀ ନ ଜାଣଇ। ନିଦ୍ରାକୁ ପାଇ ଜହ୍ନେନରେ ଅନ୍ୟ ଦେହରେ ଭୋଗ କରେ। ଗୃହସ୍ଥ ପ୍ରାଣୀ ମାନଙ୍କର କେବେ ହିଁ ଭୟ ନୁହେଁ ଦୂର। ଲୋଭାଦିମାନ କରେ ଯୁକ୍ତ ତେଣୁ ହୁଅନ୍ତି ଅବିରତ। ଯେ ବୃତ୍ତି ଜିଣେ ଇନ୍ଦ୍ରମାନ ତାହାଙ୍କୁ କ୍ଷିତ ଗୃହ କର୍ମ। ନାଶ ନ କରଇ ତାହାରେ ଯେଣୁ ଏ ରମେ ଗୃହାନ୍ତରେ। ଏ ଆଦି ଜାଣେ ଯେ ବାଜନ ଗୃହେ ନ ରହେ ତାର ମନ। ଏହାକୁ ଜାଣେ ଭୃତ୍ୟନରେ ଆନନ୍ଦେ ଭ୍ରମନ୍ତି ସଂସାରେ। ଯେ ପଦ୍ମନାଭ ମହାଶ୍ରିତ ସର୍ବ ସଂସାରୁ ସେହି ମୁକ୍ତ। ସଂସାର ସାଗକୁ ଭଜଇ ଅନ୍ତେ ପରମ ଗତି ପାଇ। ଏମନ୍ତେ ବିଭୃ ଗଣ ଗୁରୁ ଭକ୍ତଙ୍କ ପ୍ରଭୁ ମହାମେରୁ। ନାମ ତା ଭଗବାନ ଦାସ ସୁକାର୍ଯ୍ୟ କରେ ସେ ବିଶ୍ୱାସ। ନାରଦ ରାଇ ପ୍ରିୟବ୍ରତେ ପୁଛିଲେ ଧର୍ମ କଥା ଯେତେ। ନାରଦ ବାକ୍ୟେ ମନ ଦେଇ ମନକୁ ଆତ୍ମଜ ବିଚାରଇ। ବିଷୟା ରସକୁ ସେ ତେଜି ରହେ ସାତ୍ୱକ ମତେ ଭଜି। ଏଥି ଅନ୍ତରେ ପୃଥିବୀରେ ନିଯୁକ୍ତ ହୋଇଲା କୁମରେ। ଅଖିଳ ଜଗତ ବନ୍ଦନ ନିବେଶି ଭଗବାନ ମନ। ଆଦି ପୁରୁଷ ପଦେ ଧ୍ୟାଇ ମନ ନିବେଶି ନିତ୍ୟ ତହିଁ। ପୃଥିବୀ ପରିଆଳନେ ବୀର୍ତ୍ତ ନିବେଶି ନିରନ୍ତରେ। ସେ ବିଶ୍ୱକର୍ମା ପ୍ରଜାପତି ତାର ଦୁହିତା ବହିଷ୍ମତି। ଏଥି ଉତ୍ତରେ ମହୀପତେ ବିଭା ହୋଇଲେ ଯଥୋଚିତେ। 10 ଆତ୍ମଜ ତାର ତହିଁ ଜନ୍ମିଲେ ଯଥା ଶୁଣ ବହି। ଜନ୍ମ ହୋଇଲେ କନ୍ୟା ଦୁଇ ପୁତ୍ରଙ୍କ ନାମ ଶୁଣ ତୁଇ। ଅଗ୍ନିଦ୍ର ଇନ୍ଦ୍ର ଜିହ୍ୱା ବଳି
ହିରଣ୍ୟରେ ତା ମହାବଳୀ ଯଜ୍ଞ ବାହୁ ଯେ ମହାବୀର ମେଧାତିଥି ଯେ ସମ୍ବନର ଗୃହପୃଷ୍ଠ ଯେ ରୀତିହୋତ୍ର କହି ସହିତେ 10 ପୁତ୍ର ଏ 10 ନାମ ପୁତ୍ରଙ୍କର ଏଥିର ମଧ୍ୟ ଯେ ବାସର ବନ କବି ଯେ ମହାବୀର ଊର୍ଦ୍ଧ୍ୱରେ ତା ଯେ ଏ ମଧ୍ୟର ବାଲ୍ୟକାଳରୁ ଏହିମାନେ ଶ୍ରେଷ୍ଠ ଆଧ୍ୟାତ୍ମ ବିଦ୍ୟଜ୍ଞାନୀ ପରମହଂସ ଦୀକ୍ଷା ଧରି ସକଳ ଚେଷ୍ଟା ପରିହରି ସର୍ବଜୀବନେ କୃପା ବହେ ଭଗବାନରେ ଚିତ୍ତ ଥାଏ ଭୃତ୍ୟ ଆରତ ପ୍ରାଣୀଙ୍କର ଶରଣ ରକ୍ଷଣ ଶ୍ରୀଧର ସେ ପାଦ ପଦ୍ମ ଆଶ୍ରୟରେ ନିରତେ ନାମ କୀର୍ତ୍ତନରୁ ପରମ ଭକ୍ତି ପ୍ରଭାବରେ ଦୟା କହିଲେ ପ୍ରାଣୀଟାରେ ଭାବେ ନିର୍ମଳ ଚିତ୍ତ ହୋଇ ସର୍ବଭୂତରେ ଆତ୍ମା ସେହି ସେ ପ୍ରଭୁ ପଙ୍କଜ ଚରଣେ ରତ ଭକତ ଦାସପଣେ ଦ୍ୱିତୀୟ ପତ୍ନୀ ଗର୍ଭେ ତାର ହେଲେ ସେ ତିନୋଟି କୁମାର ଉତ୍ତମ ତାପସ ରୈବତ ମନୁରେ ହୋଇଲେ ଅଧୀତ ହେମନ୍ତେ ପୁତ୍ର ମାନ ଜ୍ଞାନୀ ଚିତ କାଳେ ସେ ରାଜା ପୁଣି ପୁରୁଷାର୍ଥର ଆଶ୍ରୟ ନେଇ ପୃଥିବୀ ନିଷ୍କଣ୍ଟକ କଲେ ଧର୍ମପଣକୁ ନ ଆଚରେ ରାଜାର ପତ୍ନୀ ବିଷୟରେ ପ୍ରତିଦିନରେ ସ୍ନେହ ଭରେ ବିହରେ ସେ ଯେ ନୃପବରେ ଯାହାର ନବୀନ ଯୌବନେ ମନ୍ଦହାସ ଅବଲୋକନେ ଆବେଶ ହୋଇ ଦଣ୍ଡଧାରୀ ନାରୀ ସ୍ୱଭାବେ ବଶକାରୀ ମେରୁକୁ ସୂର୍ଯ୍ୟ ତେଜ ରହି ତପସ୍ୟା ବଳୁ ପ୍ରିୟବ୍ରତ ପ୍ରତାପ ଦେଖାଇବାର୍ତେ ଆରୋହୀ ଜ୍ୟୋତିର୍ମୟ ରତେ ରଜନୀ ଦିବସ ଭ୍ରମଇ ଦ୍ୱିତୀୟ ସୂର୍ଯ୍ୟ ପ୍ରାୟ ହୋଇ ହେମନ୍ତେ ଦେଖି ରାଜବ୍ରତ ମନୁ ମିଳିଲେ ରାଜବ୍ରତ ଏ ତୁମ୍ଭ ଅଧିକାର ନାହିଁ ନିଷେଧ କଲେ ରାଜା ତହିଁ ସେ ରାଜା ରଥର ଚକ୍ରର ହୋଇଲା ଯେତେକ ବିସ୍ତାର ତେଣୁ 7 ସିନ୍ଧୁ ହୋଇଲା ପୃଥିବୀ ସପ୍ତ ଭାଗ କଲା ଶାକ ଶାଳ୍ପଳୀ ଜମ୍ବୁ ପ୍ଳକ୍ଷ କୃଶ ପୁଷ୍କର ଆଦି ତ୍ରୋଞ୍ଚ ଏପରି 7 ଭାଗ ହେଲା ସେ ରାଜା ଆନନ୍ଦେ ବୁଡ଼ିଲା ଆନନ୍ଦ ମନ ଦଣ୍ଡଧାରୀ ଏହା ସେ କର୍ମରେ ବିଚାରି ପୁତ୍ରଙ୍କୁ ଅନୁଗ୍ରହ କଲେ ଯଥା ବିବାହ କରିଦେଲେ ଦୁହିତା ଉର୍ଜସ୍ୱତୀ ନାମ ତାହାଙ୍କୁ କଲେ ଶୁକ୍ରଦାନ ତାହାର ଗର୍ଭେ ବେଦ ଜାଣି ଜନ୍ମ ହୋଇଲା ଏ ଧରଣୀ ଏଣୁ ଅନନ୍ତେ ରାଜା ଚିତେ ସୁନିନ୍ଦା କଲା ସେ ବହୁତେ କୁସଙ୍ଗେ ଆସକ୍ତ ସେ ହେଲା ବଡ଼ ଅଧାତୁ ପଣ କଲା ଏଣୁ ଇନ୍ଦ୍ରିୟ ବଶ ହୋଇ ଅବିଦ୍ୟା ବିଷୟରେ ମୋହି ଏଣୁ ଏଥିବ ମୋ ଜୀବନ ବିଶ୍ୱାସ ମନରେ ପ୍ରସନ୍ନ ଇଷ୍ଟ ଦେବତା ପ୍ରସନ୍ନରେ କ୍ରୋଧେ ଜନ୍ମିଲା ରାଜଠାରେ ବିଷୟ ଚେଷ୍ଟା ସେ ଛାଡ଼ିଲା ଇନ୍ଦ୍ରିୟ ମାନ ନିରୋଧିଲା ରାଜ ସମ୍ପଦ ନ ଇଚ୍ଛିଲେ ଯଥା ବିଭାଗେ ପୁତ୍ର ଦେଲେ ସପତ୍ନୀ ତେଜେ ମୃତ ପ୍ରାୟ ମୃତ ହେଲା ଶରୀର ମୋଏ ମହାନ୍ତ ଭାବ ଭଗବାନ ନାରଦ ବ୍ରହ୍ମାର ନନ୍ଦନ ତାହାଙ୍କ ପଥ ଆଶ୍ରୟ କଲା ନିଶ୍ଚଳ ନିବୃତ୍ତି ହୋଇଲା ଯେଉଁ ରାଜାର ଏତେ କୃତ୍ୟ ଗାୟନ କରନ୍ତି ଜଗତ ପ୍ରିୟବ୍ରତର କଲା କର୍ମ ଏହାକେ କରିବାକୁ କ୍ଷମ ଏହାର ରଥ ଚକ୍ର ମାର୍ଗେ
सात समुद्र मोहि भावे भाग विभाग मोहि करी दिग उपदिग विचारी। जे कला मनुर कुमार पृथ्वी मध्य अगोचर से प्रिय व्रतर महिमा त्रैलोक्य के देव उपमा प्रिय अखिल लोकंकर मोहि महिमा रूपवर प्रिय व्रत राज चरित कहे विप्र जगन्नाथ। इति श्रीमद्भागवते महापुराणे परमहंस संहितायां वैयासिक्यां पंचमस्कन्धे प्रियव्रत राजचरिते नाम प्रथमोऽध्यायः।